ରାଣୀ ଚଢ଼େଇ ବନ୍ଦ କର ତମ ରଥଯାତ୍ରା। ଆଜିଠୁ ଏ ଜଙ୍ଗଲରେ ରଥଯାତ୍ରା ହେଇପାରିବନି। ଆଉ କେହି ବି ତମ ଠାକୁରଙ୍କୁ ପୂଜା କରିପାରିବନି। ଯିଏ ପୂଜା କରିବ ସେ ଆଗ ମରିବ। ବହୁତ ଦିନ ତଳର କଥା। ଥରେ ଗୋଟିଏ ଜଙ୍ଗଲକୁ ଶାଗୁଣା ନାମକ ଗୋଟିଏ ଲୁଟେରା ତାର ରୋଲର ଗାଡ଼ିରେ ବସି ଆସିଲା। ସେ ତାର ଚେଲାମାନଙ୍କୁ ନେଇ ପ୍ରତ୍ୟେକ ଜଙ୍ଗଲକୁ ବେପାର କରିବା ବାହାନାରେ ଯାଏ। ବେପାର କରୁ କରୁ ଧୀରେ ଧୀରେ ସେ ଜଙ୍ଗଲର ବାସିନ୍ଦା ହୋଇଯାଏ ଓ ତାପରେ ସେ ଜଙ୍ଗଲରେ ନିଜର ରାଜୁତି କରେ। ଆଉ ଜଙ୍ଗଲର ସବୁ ଖଣିଜ ସମ୍ପଦକୁ ଲୁଟ କରି ନେଇଯାଏ। ସେ ଜଙ୍ଗଲରେ ପ୍ରଭୁ ଜଗନ୍ନାଥଙ୍କର ଗୋଟିଏ ମନ୍ଦିର ଥିଲା। ଜଙ୍ଗଲର ସମସ୍ତ ପଶୁ ପକ୍ଷୀମାନେ ଆସି ସେ ମନ୍ଦିରରେ ଜଗନ୍ନାଥଙ୍କୁ ପୂଜା କରୁଥିଲେ ଓ ପ୍ରତିବର୍ଷ ରଥଯାତ୍ରାରେ ରଥ ଟାଣୁଥିଲେ। ଶାଗୁଣା ତାର ରୋଲର ଗାଡ଼ିରେ ଯାଉ ଯାଉ ହଠାତ୍ ତାର ନଜର ସେ ଜଗନ୍ନାଥଙ୍କ ମନ୍ଦିରରେ ପଡ଼ିଲା। ଠିକ୍ ସେହି ସମୟରେ ଶାଗୁଣା ସେଠାରେ ଅଟକି ଯାଇ ମନ୍ଦିରକୁ ଦେଖି ହସିବାକୁ ଲାଗିଲା। ଆରେ ଦେଖ ଦେଖ, ଆରେ ଏ ଜଙ୍ଗଲରେ ଜଗନ୍ନାଥଙ୍କ ଭକ୍ତ ରହୁଛନ୍ତି। ଦେଖ ସେଠି ପତିତ ପାବନ ବାନା ଉଡୁଛି। ଶୁଣ, ଏଥର ଆମ ଧର୍ମକୁ ପ୍ରଚାର କର। ଆଉ ଯେମିତି ଏଇ ଜଙ୍ଗଲରେ ଆମର ରାଜୁତି ହବ, ଯେମିତି କେହି ବି ଜଣେ ଜଗନ୍ନାଥଙ୍କୁ ପୂଜା କରିବେନି। ଯାଅ, ଏଥର ଆଜିଠୁ ଜଙ୍ଗଲଟା ଆମର। ଯାଅ। ଏହା କହି ସେମାନେ ଜଙ୍ଗଲରେ ବେପାର ବଣିଜ କଲେ ଓ ଧୀରେ ଧୀରେ ସେ ଜଙ୍ଗଲର ବାସିନ୍ଦା ବନିଗଲେ। ସେ ଜଙ୍ଗଲରେ ଗୋଟିଏ ରାଣୀ ଚଢ଼େଇ ରହୁଥିଲା। ରାଣୀ ଚଢ଼େଇର ଗୋଟିଏ ଝିଅ ଥିଲା। ରାଜାଙ୍କ ମୃତ୍ୟୁ ପରେ ରାଣୀ ଚଢ଼େଇ ଜଙ୍ଗଲର ସମସ୍ତ ଜୀବଜନ୍ତୁଙ୍କର ଦୁଃଖ ବୁଝୁଥିଲେ। ସେଦିନ ଅଚାନକ କାଉ ତାର ସ୍ତ୍ରୀକି ଧରି ରାଣୀ ଚଢ଼େଇ ମହଲକୁ ଗଲା ଓ କାନ୍ଦି କାନ୍ଦି କହିଲା, ମହାରାଣୀଙ୍କର ଜୟ ହେଉ। ମହାରାଣୀ, ମୋ ଝିଅକୁ ବଞ୍ଚାଅ, ମୋ ଝିଅକୁ ବଞ୍ଚାଅ ମହାରାଣୀ। ଆମ ଜଙ୍ଗଲକୁ କିଛି ଦୁଷ୍ଟ ପଶି ଆସିଛନ୍ତି। ଆମେ ଆମ ଝିଅକୁ ଧରି ଘରକୁ ଫେରୁଥିଲୁ। ଠିକ୍ ସେଇ ସମୟରେ 2 ଜଣ ଦୁଷ୍ଟ ଆସି ଆମ ଝିଅକୁ ଆମଠୁ ଛଡାଇ ନେଇଗଲେ। ରକ୍ଷା କର ମହାରାଣୀ, ଆମ ଝିଅକୁ ରକ୍ଷା କର। ଏହା କହି ବାପା କାଉ ଓ ମା କାଉ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଏହିପରି ଘଟଣା ଜଙ୍ଗଲରେ ଚାରିଆଡେ ହବାକୁ ଲାଗିଲା। କିଛି ଲୋକ ସେ ଜଙ୍ଗଲର ଝିଅ ଚଢ଼େଇ ମାନଙ୍କୁ ଉଠାଇ ନେଇ ଯାଉଥିଲେ ଓ କୁଆଡେ ନେଇ ଯାଉଥିଲେ କେହି ବି ଜାଣିପାରୁନଥିଲେ। ଏସବୁ ଦେଖି ରାଣୀ ବହୁତ ଚିନ୍ତାରେ ପଡ଼ିଗଲେ। ସେ କଣ କରିବେ କିଛି ବୁଝିପାରୁନଥିଲେ। କିନ୍ତୁ ରାଣୀ ଜାଣିନଥିଲେ ଯେ ଜଙ୍ଗଲରେ ଯେଉଁମାନେ ଝିଅ ଚଢ଼େଇ ମାନଙ୍କୁ ଉଠାଇ ନେଇ ଯାଉଛନ୍ତି ସେମାନଙ୍କ ପଛରେ ଲୁଟେରା ଶାଗୁଣାର ହାତ ଅଛି। ଲୁଟେରା ଶାଗୁଣା କିଛି ଚଢ଼େଇ ଝିଅ ମାନଙ୍କୁ ବନ୍ଦୀ କରି ରଖିଥିଲା ଓ ଆଉ କିଛି ଚଢ଼େଇ ଝିଅ ମାନଙ୍କୁ ଜୋର ଜବରଦସ୍ତ ଅନ୍ୟ ପକ୍ଷୀମାନଙ୍କ ସହ ବିବାହ କରିଦେଇଛି। ସେଦିନ ଲୁଟେରା ଶାଗୁଣା ଭାଲୁକୁ ଡାକି କହିଲା, ଭାଲୁ, ଆମେ ଆମ କାମରେ ସଫଳତା ହାସଲ କରିଛେ। ଏ ଚଢ଼େଇ ଗୋଷ୍ଠୀଙ୍କର ସଂଖ୍ୟା ହ୍ରାସ ହବ ଆଉ ଆମ ଗୋଷ୍ଠୀର ସଂଖ୍ୟା ବଢିବ। ତାପରେ ଆମେ ଏ ଜଙ୍ଗଲରେ ରାଜୁତି କରିବା। ଏ ଚଢ଼େଇ ଝିଅ ମାନଙ୍କ ଧର୍ମାନ୍ତରଣ କରି ଆମ ଜାତିରେ ମିଶେଇ ଦବା। ଏ ଜଙ୍ଗଲରେ କେହି ବି ଜଗନ୍ନାଥଙ୍କ ଭକ୍ତ ରହିବେନି। କେବଳ ଆମର ରାଜୁତି ହବ। ମାଡ଼ି ଚାଲ, ଦେଖିବା ଆମର କିଏ କଣ କରିବ। ଏହା କହି ଲୁଟେରା ଶାଗୁଣା ହସିବାକୁ ଲାଗିଲା। ଜଙ୍ଗଲ ସାରା ସମସ୍ତ ଜୀବଜନ୍ତୁ ବହୁତ ଚିନ୍ତାରେ ଥିଲେ। କାରଣ ଜଙ୍ଗଲର ସବୁ ଚଢ଼େଇ ଝିଅମାନେ ନିଖୋଜ ଥିଲେ। ସେମାନଙ୍କର ଅତା କଥା ବି ମିଳୁନଥିଲା। ଏମିତି କିଛି ଦିନ ବିତିଗଲା। ରଥଯାତ୍ରା ପାଖେଇ ଆସୁଥିବାରୁ ଜଙ୍ଗଲରେ ସମସ୍ତେ ରଥ ତିଆରିରେ ବ୍ୟସ୍ତ ଥିଲେ। ଠିକ୍ ସେହି ସମୟରେ ଗୋଟିଏ ଦୁଷ୍ଟ ଶିଆଳ ସେହି ବାଟ ଦେଇ ଯାଉଥିଲା। ହଠାତ୍ ଦୁଷ୍ଟ ଶିଆଳର ନଜର ପ୍ରଭୁ ଜଗନ୍ନାଥଙ୍କ ରଥ ଉପରେ ପଡ଼ିଲା। ରଥକୁ ଦେଖି ଦୁଷ୍ଟ ଶିଆଳ ମନେ ମନେ ଭାବିଲା,
ତ ଠିକ ସୁଯୋଗ। ଯାଉଛି ଏ କଥାକୁ ଆମ ଶାଗୁଣା ମହାରାଜକୁ କହିଦେବି। ମହାରାଜ ଜାଣିଲେ ଆଙ୍କ ରଥ ଟଣା ସବୁ ବନ୍ଦ ହବ। ଏବେ ତ ଆମ ଗୋଷ୍ଠୀ ବହୁତ ଶକ୍ତିଶାଳୀ ହେଇଯାଇଛି। ଏଇଟା ହଉଛି ଠିକ ସୁଯୋଗ। ନଈ ପଡିଥିବ ଯେତିକି ବେଳେ ବିଧାତା ମାରିବ ସେତିକି ବେଳେ। ଏହା କହି ସେ ଦୁଷ୍ଟ ଶିଆଳ ଲୁଟେରା ଶାଗୁଣା ପାଖକୁ ଗଲା ଓ ଶାଗୁଣାକୁ ସବୁ କଥା କହିଦେଲା ଯେ ଜଙ୍ଗଲରେ ସମସ୍ତ ପକ୍ଷୀମାନେ ମିଶି ରଥ ଟାଣିବେ। ସେଥିଲାଗି ରଥ ତିଆରି କରାଯାଉଛି। ରଥ ତିଆରି ଖବର ଶୁଣି ଲୁଟେରା ଶାଗୁଣା ବହୁତ ରାଗିଗଲା ଓ କହିଲା, ଶିଆଳ, ତୁ ଯାହା କହୁଛୁ ଯଦି ସତ ହେଇଥାଏ ତେବେ ମୁଁ କଦାପି ରଥ ଟଣେଇ ଦେବିନି। ଏ ଜଙ୍ଗଲରେ କେବଳ ଆମରି ରାଜୁତି ଚାଲିବ। ଯିଏ ବି ସେ ରଥ ଟାଣିବାକୁ ଯିବ ତାକୁ ମାରି ଦିଆଯିବ। ଏହା କହି ଲୁଟେରା ଶାଗୁଣା ରାଗିକି ପଳେଇଗଲା। 2 ଦିନ ଭିତରେ ଜଙ୍ଗଲର ସମସ୍ତ ପଶୁ ପକ୍ଷୀ ମିଶି ରଥ ତିଆରି କରିଦେଲେ ଓ ରଥଯାତ୍ରା ଦିନ ରଥ ଟାଣିବା ପାଇଁ ସମସ୍ତଙ୍କ ମନରେ ବହୁତ ଆଗ୍ରହ ଥିଲା। ଏଣେ ଦୁଷ୍ଟ ଲୁଟେରା ଶାଗୁଣା ଜଙ୍ଗଲର ସମସ୍ତ ଜଗନ୍ନାଥ ଭକ୍ତମାନଙ୍କୁ ମାରିବା ପାଇଁ ଯୋଜନା କଲା। ତେଣୁ ସେ ତାର ଚେଲାମାନଙ୍କୁ ଡାକି କହିଲା, ଆରେ ଭାଲୁ, ସମୟ ଆସିଗଲା। ଏବେ ଅନ୍ଧ ଭକ୍ତ ମାନଙ୍କୁ ଶେଷ କରିଦବା। ଆମ ଗୋଷ୍ଠୀରେ ଯିଏ ନ ମିଶିବ ତାକୁ ଆମେ ମାରିବା, ଆଉ ଯିଏ ମିଶିଯିବ ତାକୁ ଆମେ ଛାଡ଼ିଦବା। ତମେ ସମସ୍ତେ ତୟାର ହେଇଯାଅ। ଯୁଦ୍ଧର ସମୟ ଆସିଯାଇଛି। ଏମାନଙ୍କୁ ସାରା ଜୀବନ ଗୁଲାମ କରି ରଖିବା। ଏହା କହି ଲୁଟେରା ଶାଗୁଣା ହସିବାକୁ ଲାଗିଲା। ଏମିତି କିଛି ଦିନ ଭିତରେ ରଥଯାତ୍ରା ଆସିଲା। ସମସ୍ତ ପଶୁ ପକ୍ଷୀ ମିଶି ରଥକୁ ସଜାଇ ଦେଲେ ଓ ରଥ ଟାଣିବା ପାଇଁ ସମସ୍ତେ ଏକତ୍ରିତ ହେଲେ। କିନ୍ତୁ ନିରୀହ ଭକ୍ତମାନେ ଜାଣିନଥିଲେ ଯେ ସେ ଲୁଟେରା ଶାଗୁଣା ସେମାନଙ୍କ ଉପରେ ଆକ୍ରମଣ କରିବାକୁ ଆସୁଛି। ଏଣେ ଶାଗୁଣା ତାର ରୋଲର ଗାଡିରେ ବସି ତା ଚେଲାମାନଙ୍କୁ ନେଇକି ଆସିଲା। ଶାଗୁଣା ସେମାନଙ୍କ ପାଖରେ ପହଞ୍ଚି ରଥ ଆଗରେ ତାର ରୋଲର ଗାଡିକୁ ରଖିଦେଲା ଓ ରାଣୀ ଚଢେଇକୁ କହିଲା, ହା 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 ହା, ଏ ରାଣୀ ଚଢେଇ, ବନ୍ଦ କର ତମ ରଥଯାତ୍ରା। ଆଜିଠୁ ଏ ଜଙ୍ଗଲରେ ରଥଯାତ୍ରା ହେଇପାରିବନି। ଆଉ କେହି ବି ତମ ଠାକୁରଙ୍କୁ ପୂଜା କରିପାରିବନି। ଯିଏ ପୂଜା କରିବ ସେ ଆଗ ମରିବ। ଆଉ ହଁ, ଆଉ ଗୋଟିଏ କଥା ଜାଣିନିଅ, ଏ ଜଙ୍ଗଲରେ ସବୁ ଝିଅ ଚଢେଇ ମାନଙ୍କୁ ମୁଁ ବନ୍ଦୀ କରି ରଖିଛି। ଆଉ କିଛିଙ୍କର ମୁଁ ବାହାଘର କରିଦେଇଛି। ସେମାନେ ଏବେ ଆମ ଗୋଷ୍ଠୀରେ ମିଶି ଯାଇଛନ୍ତି। ଆମେ ହେଉଛୁ ଏ ଜଙ୍ଗଲର ବହୁ ସଂଖ୍ୟକ ଜୀବ। ତେଣୁ ଆମେ ଯାହା କହିବୁ ସେଇଆ ହବ। ଏହା ଶୁଣି ରାଣୀ ଚଢେଇ ବହୁତ ରାଗିଗଲା ଓ ସେ ଲୁଟେରା ଶାଗୁଣା କଥା ନ ମାନି ସମସ୍ତ ଭକ୍ତମାନଙ୍କୁ କହିଲା, ଜୟ ଜଗନ୍ନାଥ। ହେ ଭକ୍ତଗଣ, ଏ ଦୁଷ୍ଟର କଥାକୁ ଜମାରୁ ଶୁଣିବାନି। ଆମେ ଆମ କର୍ତ୍ତବ୍ୟ କରିବା। ପ୍ରଭୁ ଜଗନ୍ନାଥ ଆମ ସାଥିରେ ଅଛନ୍ତି। ଆମକୁ କୌଣସି ଦୁଷ୍ଟ ବି ଛୁଇଁ ପାରିବନି। ଏ ଦୁଷ୍ଟ ତା କର୍ମର ଫଳ ନିଶ୍ଚିତ ଭୋଗିବ। ପ୍ରଭୁ ଜଗନ୍ନାଥ ଆକୁ ନର୍କକୁ ନେବେ। ଜୟ ଜଗନ୍ନାଥ। ଏହା କହି ସମସ୍ତ ପଶୁ ପକ୍ଷୀ ମିଶି ରଥ ଟାଣିବାକୁ ଲାଗିଲେ। ରଥ ଟାଣିବା ଦେଖି ଲୁଟେରା ଶାଗୁଣା ବହୁତ ରାଗିଗଲା ଓ ସେ ତାର ରୋଲର ଗାଡିକୁ ଜୋରରେ ଚଲାଇ ରଥ ସହ ପିଟିବାକୁ ଗଲା। ଠିକ୍ ସେଇ ସମୟରେ ରୋଲର ଗାଡିଟି ରଥଟିକୁ ପଛୁଆ ଠେଲି ଠେଲି ନେଇଗଲା। ଏଣେ ଶାଗୁଣା ଜୋରରେ ହସୁଥାଏ, କାରଣ ତାକୁ ବହୁତ ମଜା ଲାଗୁଥାଏ। କିନ୍ତୁ ସେ ଜାଣିନଥିଲା ଯେ ତାର ଅନ୍ତ ପାଖେଇ ଆସୁଥିଲା। ସେ ବହୁତ ଶୀଘ୍ର ନର୍କକୁ ଯିବ। ସେ ବା ପ୍ରଭୁ ଜଗନ୍ନାଥଙ୍କ ମାୟା କେମିତି ବୁଝିବ? ଠିକ୍ ସେଇ ସମୟରେ ପୃଥିବୀ ଜୋରରେ କମ୍ପନ ହେବାକୁ ଲାଗିଲା। ଅଚାନକ ସେ ରୋଲର ଗାଡିଟି ସେଇଠି ଅଟକିଗଲା ଓ ଆପେ ଆପେ ରୋଲର ଗାଡିଟି ଉପରକୁ ଉଡିବାକୁ ଲାଗିଲା। ଏସବୁ ଦେଖି ଲୁଟେରା ଶାଗୁଣା ବହୁତ ଡରିଗଲା। ଠିକ୍ ସେଇ ସମୟରେ ରଥଟି ଗଡି ଗଡି ଆସି ଲୁଟେରା ଶାଗୁଣାର ଚେଲାମାନଙ୍କ ଉପରେ ଚଢିବାକୁ ଗଲା। ଏହା ଦେଖି ସମସ୍ତ ଚେଲାମାନେ ଦୌଡିବାକୁ ଲାଗିଲେ। ଠିକ୍ ସେଇ ସମୟରେ ରୋଲର ଗାଡିଟି ଓଲଟିଗଲା ଓ ତଳେ ପଡିଗଲା। ସେଇଠାରେ ହିଁ ସେ ଲୁଟେରା ଶାଗୁଣାର ଅନ୍ତ ହେଲା ଓ ସେ ରଥଟି ଆପେ ଆପେ ଗଡିବାକୁ ଲାଗିଲା। ଗଡି ଗଡି
ସେ ବନ୍ଦୀ ହୋଇଥିବା ଚଢେଇ ମାନଙ୍କ ପାଖକୁ ଗଲା ଓ ସମସ୍ତଙ୍କୁ ସେ ରଥରେ ବସାଇ ସେମାନଙ୍କ ଘରକୁ ନେଇ ଆସିଲା। ହଁ ଆଜ୍ଞା, ଇତିହାସ କହୁଛି ଯିଏ ବି ସନାତନ ଧର୍ମକୁ ଲୋପ କରିବାକୁ ଚେଷ୍ଟା କରିଛି ତାର ନିଶ୍ଚିତ ଅନ୍ତ ଘଟିଛି। ଗର୍ବରେ କୁହ ଜୟ ଜଗନ୍ନାଥ। ଥରେ ଏକ ଜଙ୍ଗଲକୁ ଗୋଟିଏ ରଥ ଗଡ଼ି ଗଡ଼ି ଆସିଲା। ରଥଟି ଗଡ଼ି ଗଡ଼ି ଆସି ଏକ ବରଗଛରେ ଧକ୍କା ହୋଇ ଅଟକିଗଲା। ସେ ବରଗଛରେ ଗୋଟିଏ ମାଙ୍କଡ଼ ରହୁଥିଲା। ହଠାତ୍ ମାଙ୍କଡ଼ଟି ସେ ରଥକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଓ ମନେ ମନେ ଭାବିଲା, ଆରେ ଆରେ, ଜଙ୍ଗଲ ଭିତରକୁ ଏ ରଥ କେମିତି ଆସିଲା? ଏ ତ ପ୍ରଭୁ ଜଗନ୍ନାଥଙ୍କର ରଥ। ଯାଏ ଦେଖେ ଏ ରଥରେ କଣ ଅଛି। ଏହା କହି ମାଙ୍କଡ଼ ସେ ରଥ ଉପରକୁ ଚଢ଼ିଗଲା ଓ ଦେଖିଲା ପ୍ରଭୁ ଜଗନ୍ନାଥ ସେ ରଥରେ ଅଛନ୍ତି। ଏହା ଦେଖି ମାଙ୍କଡ଼ ଡେଇଁ ଡେଇଁ ଅନ୍ୟ ପଶୁ ପକ୍ଷୀ ମାନଙ୍କ ପାଖକୁ ଗଲା ଓ ସେମାନଙ୍କୁ କହିଲା, ଆରେ ଭାଇମାନେ, ଶୁଣ ଶୁଣ, ଆମ ଜଙ୍ଗଲ ଭିତରକୁ ଏକ ରଥ ପଶି ଆସିଛି। ସେ ରଥରେ ପ୍ରଭୁ ଜଗନ୍ନାଥ ଅଛନ୍ତି। ଚାଲ ଆମେ ସମସ୍ତେ ଯାଇ ସେ ରଥକୁ ଟାଣିବା ଓ ଏକ ଫାଙ୍କା ଜାଗାକୁ ନେଇ ଆସି ପୂଜା କରିବା। ଏହା କହି ମାଙ୍କଡ଼ ଓ ଅନ୍ୟ ପଶୁ ପକ୍ଷୀ ସେ ରଥ ପାଖକୁ ଗଲେ। ଠିକ୍ ସେଇ ସମୟରେ ଗୋଟିଏ ଶିଆଳ ଲୁଚିକି ମାଙ୍କଡ଼ର କଥା ଶୁଣୁଥିଲା। ଏହା ଶୁଣି ଶିଆଳ ମନେ ମନେ ଭାବିଲା, ଆରେ ବା, ଏଇଟା ହେଉଛି ଠିକ ସୁଯୋଗ। ଯାଉଛି ବାଘ ମହାରାଜ ପାଖକୁ ଯିବି ଆଉ ସବୁ କଥା କହିଦେବି। ଆଜି ବାଘ ଏମାନଙ୍କୁ ଗୋଟିଏ ଝାମ୍ପରେ ମାରି ଖାଇବ ଆଉ ମତେ ବି କିଛି ସ୍ୱାଦିଷ୍ଟ ମାଂସ ଖାଇବାକୁ ମିଳିଯିବ। ଏହା ଭାବି ଶିଆଳ ବାଘ ମହାରାଜ ପାଖକୁ ଗଲା। ହଠାତ୍ ଶିଆଳ ବାଟରେ ଯାଉ ଯାଉ ତାକୁ ଗୋଟିଏ ଭୟାନକ ଶବ୍ଦ ଶୁଣାଗଲା। ସେ ଯାଉ ଯାଉ ରହିଗଲା ଓ ଚାରିଆଡେ ଅନାଇଲା, କିନ୍ତୁ ତାକୁ କିଛି ବି ଦେଖାଗଲା ନାହିଁ। ତାପରେ ଶିଆଳ ବାଘ ଗୁମ୍ଫା ପାଖକୁ ଯିବାକୁ ଲାଗିଲା, କିନ୍ତୁ ଶିଆଳ ଜାଣିନଥିଲା ଯେ ଗୋଟିଏ ରାକ୍ଷସ ଓ ପିଶାଚିନୀ ତାକୁ ମାରି ଖାଇବାକୁ ତା ପଛେ ପଛେ ଯାଉଥିଲେ ଓ ରାକ୍ଷସ ସେ ଯାଉଥିବା ରାସ୍ତାରେ ଗୋଟିଏ ବଡ଼ ଜାଲ ପକାଇ ଗଛରେ ବାନ୍ଧି ଦେଇଥିଲା। ଠିକ୍ ସେଇ ସମୟରେ ଶିଆଳ ସେ ଜାଲରେ ଗୁଡ଼ାଇ ହୋଇ ଫସିଗଲା। ଏଣେ ରାକ୍ଷସ ଓ ପିଶାଚିନୀ ଶିଆଳକୁ ମାରି ଖାଇବାକୁ ତା ପାଖକୁ ଗଲେ। ହଠାତ୍ ଶିଆଳ ରାକ୍ଷସ ଓ ପିଶାଚିନୀକୁ ଦେଖି ବହୁତ ଡରିଗଲା ଓ ନିଜର ଜୀବନ ରକ୍ଷା କରିବା ପାଇଁ ଭଗବାନଙ୍କୁ ଡାକିଲା, ହେ ପ୍ରଭୁ, ମୁଁ କୋଉଠି ଫସିଗଲି? ଏ ରାକ୍ଷସ ପିଶାଚିନୀ ମତେ ଆଜି ମାରି ଖାଇଯିବେ। ବଞ୍ଚାଅ ପ୍ରଭୁ, ମତେ ବଞ୍ଚାଅ। ଠିକ୍ ସେଇ ସମୟରେ ଗୋଟିଏ ଶୁଆ ଗଛ ଉପରେ ବସି ସବୁ ଦେଖୁଥିଲା। ଶୁଆ ଶିଆଳର ଏପରି ଅବସ୍ଥା ଦେଖି ତା ମନରେ ଦୟା ଆସିଲା। ସେ ଉଡ଼ି ଉଡ଼ି ଯାଇ ଗଛରେ ବନ୍ଧା ହୋଇଥିବା ଜାଲଟିକୁ ନିଜ ଥଣ୍ଟରେ କାଟିଦେଲା। ଠିକ୍ ସେଇ ସମୟରେ ମୌକା ଦେଖି ଶିଆଳ ଦୌଡ଼ି ଦୌଡ଼ି ବାଘ ଗୁମ୍ଫାକୁ ପଳାଇଗଲା ଓ ବାଘ ପାଖକୁ ଯାଇ ତାକୁ ସବୁ କଥା କହିଲା। ମହାରାଜଙ୍କର ଜୟ ହେଉ। ମହାରାଜ, ଆଉ ବିଳମ୍ବ ନ କରି ଜଙ୍ଗଲ ଭିତରକୁ ଆସନ୍ତୁ। ଜଙ୍ଗଲ ମଝିରେ ଗୋଟିଏ ରଥ ପଶି ଯାଇଛି। ସବୁ ଜୀବଜନ୍ତୁ ସେ ରଥ ପାଖକୁ ଯାଇ ରଥ ଟାଣୁଛନ୍ତି। ଏଇଟା ହେଉଛି ଆପଣଙ୍କ ପାଇଁ ବହୁତ ବଡ଼ ସୁଯୋଗ। ଆଜି ସେମାନଙ୍କୁ ମାରି ପେଟ ଭରା ମାଂସ ଖାଇବେ। ଆସନ୍ତୁ ମହାରାଜ, ନହେଲେ ସେ ରାକ୍ଷସ ପିଶାଚିନୀ ଆଗତୁରା ଯାଇ ସେମାନଙ୍କୁ ମାରି ଖାଇଯିବେ। ଏହା ଶୁଣି ବାଘ ବହୁତ ଖୁସି ହୋଇଗଲା ଓ ଶିଆଳ ପଛେ ପଛେ ସେ ରଥ ପାଖକୁ ଗଲା। ଏଣେ ଜଙ୍ଗଲର ସବୁ ଜୀବଜନ୍ତୁ ଖୁସି ହୋଇ ପ୍ରଭୁ ଜଗନ୍ନାଥଙ୍କର ରଥ ଟାଣୁଥାନ୍ତି। ଠିକ୍ ସେଇ ସମୟରେ ରାକ୍ଷସ ଓ ପିଶାଚିନୀ ସେ ରଥ ପାଖକୁ ଗଲେ। ହଠାତ୍ ରାକ୍ଷସ ପିଶାଚିନୀକୁ କହିଲା, ପିଶାଚିନୀ, ଏଠି ତ ସବୁ ଜୀବଜନ୍ତୁ ରଥ ଟାଣୁଛନ୍ତି। ଆମେ ସେ ରଥ ପାଖକୁ ଯାଇପାରିବାନି। ସେ ରଥର ଶକ୍ତି ଆମ ଠାରୁ ଅଧିକ। ତୁ ଗୋଟିଏ କାମ କର, ତୁ ପ୍ରଭୁ ଜଗନ୍ନାଥଙ୍କ ଭେଷରେ ପରିଣତ ହୋଇଯା ଓ ସେମାନଙ୍କ ପାଖକୁ ଯାଇ ସେମାନଙ୍କୁ ମୋ ପାଖକୁ ନେଇକି ଆସ। ମୁଁ ଆଜି ସେମାନଙ୍କର ମାଂସ ଖାଇବି। ଏହା ଶୁଣି ପିଶାଚିନୀ ପ୍ରଭୁ ଜଗନ୍ନାଥଙ୍କ ଭେଷରେ ପରିଣତ ହୋଇଗଲା ଓ ସେ ରଥ ପାଖକୁ ଯାଇ ସବୁ ଜୀବଜନ୍ତୁଙ୍କୁ ଦେଖାଦେଲା। ଜଙ୍ଗଲର ସବୁ ଜୀବଜନ୍ତୁ ସେ ପିଶାଚିନୀକୁ ଜଗନ୍ନାଥ ବୋଲି ଭାବିଲେ ଓ ବହୁତ ଖୁସି ହୋଇଗଲେ। ହଠାତ୍ ମାଙ୍କଡ଼
ଜଗନ୍ନାଥ ବେଶରେ ଥିବା ପିଶାଚିନୀକୁ କହିଲା, ହେ ପ୍ରଭୁ, ଆପଣ ସ୍ୱୟଂ ଆମ ପାଖକୁ ଆସିଛନ୍ତି। ଆମେମାନେ ଜମାରୁ ବିଶ୍ୱାସ କରିପାରୁନୁ। ଆଜି ଆମମାନଙ୍କ ଜୀବନ ଧନ୍ୟ ହୋଇଗଲା ପ୍ରଭୁ। ଏହା କହି ମାଙ୍କଡ ତାଙ୍କ ଗୋଡ ତଳେ ପଡିଗଲା। ହଠାତ୍ ସେ ଜଗନ୍ନାଥ ବେଶରେ ଥିବା ପିଶାଚିନୀ କହିଲା, ବତ୍ସ ମାଙ୍କଡ, ତୁମମାନଙ୍କ ଭକ୍ତି ଦେଖି ମୁଁ ରହିପାରିଲିନି। ତେଣୁ ମୁଁ ଆଜି ତୁମମାନଙ୍କୁ ଅମୃତ ପାନ କରେଇବି। ଆଜିଠୁ ତୁମେମାନେ ସମସ୍ତେ ଅମର ହୋଇଯିବ। ତେଣୁ ବିଳମ୍ବ ନ କରି ମୋ ସହିତ ଆସ, ମୁଁ ତୁମମାନଙ୍କୁ ଅମୃତ ପାନ କରେଇବାକୁ ନେବି। ଏହା ଶୁଣି ସମସ୍ତ ଜୀବଜନ୍ତୁ ବହୁତ ଖୁସି ହୋଇଗଲେ ଓ ସେ ପିଶାଚିନୀ ସହିତ ଗଲେ। ଏଣେ ରାକ୍ଷସ ଏକ ଗଛ ଉପରେ ବସି ସେମାନଙ୍କୁ ଅପେକ୍ଷା କରିଥିଲା। ଠିକ୍ ସେହି ସମୟରେ ରାକ୍ଷସ ଦେଖିଲା ସବୁ ଜୀବଜନ୍ତୁ ମେଳ ହୋଇ ତା ପାଖକୁ ଆସୁଛନ୍ତି। ରାକ୍ଷସ ଏହା ଦେଖି ମନେ ମନେ ବହୁତ ଖୁସି ହୋଇଗଲା। ସେ ବହୁରୂପୀ ପିଶାଚିନୀ ସେମାନଙ୍କୁ ଧରି ସେ ଗଛ ମୂଳକୁ ନେଇ ଆସିଲା। ଠିକ୍ ସେହି ସମୟରେ ରାକ୍ଷସ ଗଛରୁ ତଳକୁ ଓହ୍ଲାଇଲା ଓ ସେମାନଙ୍କ ଆଗରେ ଠିଆ ହୋଇ ହସି ହସି କହିଲା, ଆରେ ମୂର୍ଖ ମାନେ, ତୁମେ ମାନେ କାହା ସହିତ ଆସିଛ ଜାଣିଛଟି? ସେ କୌଣସି ଭଗବାନ ନୁହେଁ, ସେ ହେଉଛି ମୋର ଅତି ପ୍ରିୟ ପିଶାଚିନୀ। ଆଜି ଆମେ ଦୁଇ ଜଣ ତୁମମାନଙ୍କୁ କଞ୍ଚା ଚୋବେଇ ଖାଇବୁ। ତୁମ ଭଗବାନ ଉପରେ ଥାଇ ସବୁ ଦେଖିବ, ହେଲେ ଆମର କିଛି ବି କରିପାରିବନି। ଏହା କହି ରାକ୍ଷସ ନିଜର ଶକ୍ତି ସାହାଯ୍ୟରେ ସେମାନଙ୍କୁ ସେ ଗଛରେ ବାନ୍ଧିଦେଲା। ସମସ୍ତ ଜୀବଜନ୍ତୁ ଭୟରେ ପ୍ରଭୁ ଜଗନ୍ନାଥଙ୍କୁ ଡାକିବାକୁ ଲାଗିଲେ। ଠିକ୍ ସେହି ସମୟରେ ବାଘ ଓ ଶିଆଳ ସେଠାରେ ପହଞ୍ଚି ଏକ ବୁଦା ମୂଳେ ଲୁଚି ସବୁ ଦେଖୁଥାନ୍ତି। କିନ୍ତୁ ବାଘ ଡରି ଯାଇ ସେମାନଙ୍କ ପାଖକୁ ଗଲା ନାହିଁ। ହଠାତ୍ ପିଶାଚିନୀ ଗୋଟିଏ ଦାଢୁଆ କୁରାଢି ବାହାର କରି ପ୍ରଥମେ ସେ ମାଙ୍କଡର ମୁଣ୍ଡକୁ କାଟିବାକୁ ଗଲା ଓ ରାକ୍ଷସ ମାଙ୍କଡର ମୁଣ୍ଡକୁ ଧରିଥାଏ। ପିଶାଚିନୀ କୁରାଢିଟି ଧରି ମାଙ୍କଡର ବେକକୁ କାଟିବାକୁ ଯାଉ ଯାଉ ହଠାତ୍ ପିଶାଚିନୀକୁ ଏକ ବଡ ଶବ୍ଦ ଶୁଣାଗଲା। ସେ ପଛକୁ ବୁଲି ଦେଖିଲା ସେ ରଥଟି ତା ଆଡକୁ ଗଡି ଗଡି ଆସୁଛି। ଏହା ଦେଖି ରାକ୍ଷସ ଓ ପିଶାଚିନୀ ବହୁତ ଡରିଗଲେ ଓ ସେଠାରୁ ଦୌଡିବାକୁ ଲାଗିଲେ। କିନ୍ତୁ ରଥଟି ସେ ଦୁଇ ଜଣଙ୍କ ପଛେ ପଛେ ଗଡି ଗଡି ଗଲା। କିଛି ବାଟ ଦୌଡି ଦୌଡି ଗଲା ପରେ ସେମାନେ ଦୁଇ ଜଣ ବହୁତ ହାଲିଆ ହୋଇଗଲେ, ଆଉ ଦୌଡି ପାରିଲେ ନାହିଁ। ଠିକ୍ ସେହି ସମୟରେ ରଥଟି ଆସି ସେ ଦୁଇ ଭୂତ ଉପରେ ଚଢିଗଲା। ସେଇଠାରେ ହିଁ ସେମାନଙ୍କ ମୃତ୍ୟୁ ହୋଇଗଲା। ଏଣେ ବାଘ ଓ ଶିଆଳ ଗଛରେ ବନ୍ଧା ଯାଇଥିବା ଜୀବଜନ୍ତୁ ମାନଙ୍କୁ ମୁକୁଳାଇ ଦେଲେ। ବହୁତ ଦିନ ତଳର କଥା। ଥରେ ଭଦ୍ରଲୋକୀ ଶିଆଳ ବଗକୁ ଧରି ମଦନା କାଉ ଘରକୁ ବିବାହ ପ୍ରସ୍ତାବ ନେଇ ଗଲା। କାରଣ ବଗର ମୁନା ନାମକ ଗୋଟିଏ ପୁଅ ଥିଲା ଓ ମଦନା କାଉର ବି ସୁନ୍ଦରୀ ନାମକ ଗୋଟିଏ ଝିଅ ଥିଲା। ହେଲେ ମଦନା କାଉ ବହୁତ ଗରିବ ଥିଲା। ତାର ଗୋଟିଏ ଭଙ୍ଗା ଘର ଥିଲା। ସେ ଘରେ ବର୍ଷା ଦିନେ ପାଣି ଝରୁଥିଲା ଓ ଖରା ଦିନେ ଛପର କଣା ହୋଇଯାଇଥିବାରୁ ଖରା ପଡୁଥିଲା। ଠିକ୍ ସେହି ସମୟରେ ଶିଆଳ ଓ ବଗ ମଦନା କାଉ ଘରେ ପହଞ୍ଚିଲେ। ହଠାତ୍ ମଦନା କାଉ ଭଦ୍ରଲୋକୀ ଶିଆଳ ଓ ବଗକୁ ଦେଖି ବହୁତ ଖୁସି ହୋଇଗଲା ଓ ତାର ଝିଅ ହାତରେ ଚା ଜଳଖିଆ ବନେଇ ସେମାନଙ୍କୁ ଖାଇବାକୁ ଦେଲା। ହେଲେ ବଗ ମଦନା କାଉର ଭଙ୍ଗା ଘରକୁ ଦେଖି ତା ପୁଅକୁ ମଦନା କାଉ ଝିଅ ସହିତ ବିବାହ କରିବାକୁ ଜମାରୁ ଚାହୁଁନଥିଲା। ଠିକ୍ ସେହି ସମୟରେ ବଗ ଶିଆଳ କାନରେ ଚୁପ୍ ଚୁପ୍ କରି କହିଲା, ଆରେ ଶିଆଳ ଭାଇ, ତମେ ମତେ କୋଉଠିକି ନେଇ ଆସିଲ? ଏ କାଉ ପାଖରେ ତ ଭଲ ଘରଟିଏ ବି ନାହିଁ। ଆ ଝିଅକୁ ଯଦି ମୁଁ ମୋ ଘରକୁ ବୋହୂ କରି ନେବି, ତେବେ ଜଙ୍ଗଲରେ ମୋର ଇଜ୍ଜତ ରହିବଟି? ଏଣେ ବି ସମସ୍ତେ ମତେ ଖୁଣ୍ଟା ଦେଇ କହିବେ, ହେଇ ଦେଖ ଦେଖ, ବଗ ତା ପୁଅକୁ ଭିକାରୀ ଘରେ ବିବାହ କରିଦେଇଛି। ନା ନା, ମୁଁ ଏ ଗରିବ ଭିକାରୀ କାଉ ଝିଅକୁ କଦାପି ବୋହୂ ଭାବରେ ସ୍ୱୀକାର କରିପାରିବିନି। ଏହା କହି ବଗ ଆଉ କିଛି ନ କହି ସେଠାରୁ ଚୁପଚାପ ଚାଲିଗଲା। ଏସବୁ ଦେଖି ସୁନ୍ଦରୀ କାଉ ଓ ତାର ବାପା ମଦନା କାଉ ବହୁତ ମନ ଦୁଃଖ କଲେ। ଠିକ୍ ସେହି ସମୟରେ ସୁନ୍ଦରୀ କାଉ ମନେ ମନେ ଚିନ୍ତା କଲା, ହେ ଭଗବାନ, ମୋ ବାପାଙ୍କୁ ଏତେ
ଏହା କହି ସୁନ୍ଦରୀ କାଉ ଜଙ୍ଗଲ ମଝିରେ ଥିବା ଏକ ପୋଖରୀ କୂଳକୁ ଆତ୍ମହତ୍ୟା କରିବାକୁ ଗଲା। ହଠାତ୍ ସୁନ୍ଦରୀ କାଉ ସେ ପୋଖରୀ କୂଳରେ ପହଞ୍ଚିଛି କି ନାହିଁ ଠିକ୍ ସେହି ସମୟରେ ଗୋଟିଏ ମହୁମାଛି ସୁନ୍ଦରୀ କାଉ ପାଖକୁ ଆସିଲା ଓ କହିଲା, ଏ ସୁନ୍ଦରୀ କାଉ, ଆମମାନଙ୍କୁ ସାହାଯ୍ୟ ଟିକେ କର। ଆମ ମହୁ ଫେଣାକୁ ଗୋଟିଏ ଶିକାରୀ ଆସି କାଟିକି ନେଇଗଲା। ହେଲେ ସେ ମହୁ ଫେଣାରେ ଆମର ରାଣୀ ମହୁମାଛି ଫସିକି ରହିଯାଇଛନ୍ତି। ମୋ ସହ ଆସେ। ସୁନ୍ଦରୀ କାଉ, ଆମ ରାଣୀ ମହୁମାଛିକୁ ତୁ ରକ୍ଷା କର। ଯାହା ବି ମାଗିବୁ ଆମ ରାଣୀ ମହୁମାଛି ତତେ ଦେବେ। ହଠାତ୍ ମହୁମାଛିର କଥା ଶୁଣି ସୁନ୍ଦରୀ କାଉ ଚିନ୍ତା କଲା, ହେ ପ୍ରଭୁ, ମରିବା ପୂର୍ବରୁ କିଛି ଭଲ କାମ କରି ମରିବି। ହେଲେ ମୁଁ ସେ ଶିକାରୀକୁ କେମିତି ପରାସ୍ତ କରିବି? ମୋ ପାଖରେ ତ କିଛି ନାହିଁ। ହଁ, ମୁଁ ସେ ଶିକାରୀକୁ ବୋକା ବନେଇବି ଆଉ ସେ କାଳି ଗୁମ୍ଫା ପାଖକୁ ନେଇଯିବି। ସେ ଗୁମ୍ଫା ଭିତରେ ଶିକାରୀ ଫସିଯିବ ଆଉ ବିଚାରୀ ରାଣୀ ମହୁମାଛିର ଜୀବନ ବଞ୍ଚିଯିବ। ଏହା କହି ସୁନ୍ଦରୀ କାଉ ସେ ମହୁମାଛିକୁ ଧରି ଶିକାରୀ ପାଖକୁ ଗଲା ଓ ସେ ଶିକାରୀ ପାଖରେ ପହଞ୍ଚି ଧଇଁ ସଇଁ ହୋଇ ଶିକାରୀକୁ କହିଲା, ଶିକାରୀ ଭାଇ, ମତେ ବଞ୍ଚାଅ। ଗୋଟିଏ ହରିଣ ମୋ ପଛରେ ପଡି ଯାଇଛି। ମତେ ସେ ମାରିବ ବୋଲି ଏ ଜଙ୍ଗଲରେ ଘୁରି ବୁଲୁଛି। ଏବେ ମୁଁ ମୋ ପ୍ରାଣ ବଞ୍ଚାଇ ତା ପାଖରୁ ଖସି ପଳେଇ ଆସିଲି। ଶିକାରୀ ଭାଇ, ସେ ହରିଣଟି ତାର ଗୁମ୍ଫାରେ ଅଛି। ତମେ ଜଲ୍ଦି ସେ ଗୁମ୍ଫାକୁ ଯାଇ ତାକୁ ଶିକାର କର, ନହେଲେ ସେ ମତେ ମାରିଦବ। ଶୁଣ ଶିକାରୀ ଭାଇ, ତମେ ଏ ମହୁ ଫେଣାଟା ମତେ ଦିଅ, ମୁଁ ଧରିଥିବି। ତମକୁ ନହେଲେ ଶିକାର କରିବାରେ ଅସୁବିଧା ହବ। ହଠାତ୍ ସୁନ୍ଦରୀ କାଉର କଥା ଶୁଣି ଶିକାରୀ ବହୁତ ଖୁସି ହୋଇଗଲା, କାରଣ ତାକୁ ଆଜି ହରିଣ ମାଂସ ଖାଇବାକୁ ମିଳିବ। ତାପରେ ଶିକାରୀ ସେ ମହୁ ଫେଣାଟିକୁ ସୁନ୍ଦରୀ କାଉ ହାତରେ ଦେଇଦେଲା ଓ ତା ସହିତ ହରିଣ ଶିକାର କରିବା ଆଶାରେ ସେ ଗୁମ୍ଫା ପାଖକୁ ଗଲା। ହେଲେ ଶିକାରୀ ଜାଣିନଥିଲା ଯେ ସେ ଯେଉଁ ଗୁମ୍ଫା ପାଖକୁ ଯାଉଛି ସେ ଗୁମ୍ଫାରେ ହରିଣ ନାହିଁ। ସେହି ଗୁମ୍ଫାରେ ଗୋଟିଏ ଭୟାନକ କଳା ଭାଲୁ ରହୁଥିଲା। କିଛି ଦୂର ଗଲା ପରେ ସେ ଗୁମ୍ଫା ପଡ଼ିଲା। ଠିକ୍ ସେହି ସମୟରେ ସୁନ୍ଦରୀ କାଉ ଗୁମ୍ଫା ବାହାରେ ରହିଲା ଓ ସେ ଶିକାରୀ ଗୁମ୍ଫା ଭିତରକୁ ପଶିଲା। ଶିକାରୀ ଯେମିତି ସେ ଗୁମ୍ଫା ଭିତରକୁ ପଶିଛି, ହଠାତ୍ ସେ କଳା ଭାଲୁର ନଜର ଶିକାରୀ ଉପରେ ପଡ଼ିଲା। ଠିକ୍ ସେହି ସମୟରେ କଳା ଭାଲୁ ଶିକାରୀକୁ ଦେଖି ବହୁତ ରାଗିଗଲା ଓ ସେ ଶିକାରୀ ଉପରକୁ ଝାମ୍ପ ମାରି ତାକୁ ସେଇଠାରେ ମାରି ଖାଇଦେଲା। ଏଣେ ରାଣୀ ମହୁମାଛି ସେ ମହୁ ଫେଣାରୁ ବାହାରିଲା ଓ ସୁନ୍ଦରୀ କାଉର ଏଭଳି ଚତୁରତାକୁ ଦେଖି ବହୁତ ଖୁସି ହୋଇ କହିଲା, ଆରେ ସୁନ୍ଦରୀ କାଉ, ତୋର ବୁଦ୍ଧି ଲାଗି ଆଜି ମୋର ଜୀବନ ବଞ୍ଚିଗଲା। ମାଗେ, ତୁ ମତେ ଯାହା ମାଗିବୁ ମାଗେ, ମୁଁ ତତେ ସବୁ ଦେବି। ହଠାତ୍ ରାଣୀ ମହୁମାଛିର କଥା ଶୁଣି ସୁନ୍ଦରୀ କାଉ କାନ୍ଦିବାକୁ ଲାଗିଲା ଓ କାନ୍ଦି କାନ୍ଦି କହିଲା, ନାଇଁ ନାଇଁ ରାଣୀ ମହୁମାଛି, ଏ ତ ମୋର କର୍ତ୍ତବ୍ୟ ଥିଲା। ମୁଁ ତ ଆଉ ବଞ୍ଚିବାକୁ ଚାହୁଁନି। ତମକୁ ଆଉ କଣ ମାଗିବି? ଘର ନାହିଁ ବୋଲି ମୋର ବାହାଘର ହେଇପାରୁନି। ବର୍ଷା ପବନ ହେଲେ ଘରେ ପାଣି ପଶି ଯାଉଛି। ଶାନ୍ତିରେ ରହି ବି ପାରୁନି। ମୁଁ ଆଉ ମୋ ବାପାଙ୍କ ମୁଣ୍ଡରେ ବୋଝ ହବାକୁ ଚାହୁଁନି। ମୁଁ ମରିଗଲେ ମୋ ବାପା ଖୁସିରେ ରହିବେ। ଏହା କହି ସୁନ୍ଦରୀ କାଉ ସେଠାରୁ ଚାଲି ଯାଉଥିଲା। ଠିକ୍ ସେହି ସମୟରେ ରାଣୀ ମହୁମାଛି ସୁନ୍ଦରୀ କାଉକୁ ଡାକି କହିଲା, ଏ ସୁନ୍ଦରୀ କାଉ, ତୁ ଜମାରୁ ମନ ଦୁଃଖ କରନି। ମୁଁ ତତେ ମନ୍ତ୍ର ପାଣି ଦଉଛି। ତୁ ଯାଇ ତୋ ଘରେ ଛିଞ୍ଚି ଦବୁ। ଦେଖିବୁ ତୋ ଘର ଗୋଟିଏ ସୁନ୍ଦର କାଗଜ ଘରରେ ପରିଣତ ହୋଇଯିବ। ଆଉ ତୋର କିଛି ବି ଅଭାବ ରହିବନି। ତୁ ଏ ଜଙ୍ଗଲର ସବୁଠୁ ଧନୀ ହେଇଯିବୁ। ଏହା କହି ରାଣୀ ମହୁମାଛି ସୁନ୍ଦରୀ କାଉକୁ ମନ୍ତ୍ର ପାଣି ଦେଲା। ତାପରେ ସୁନ୍ଦରୀ କାଉ ମନ୍ତ୍ର ପାଣି ଧରି ତା ଘରକୁ ଗଲା ଓ ତା ଘର ଚାରିପଟେ ମନ୍ତ୍ର ପାଣି ଛିଞ୍ଚିବାକୁ ଲାଗିଲା। ହଠାତ୍ ଦେଖୁ ଦେଖୁ ତାର ସେ ଭଙ୍ଗା ଘରଟି ଗୋଟିଏ ସୁନ୍ଦର କାଗଜ ଘରରେ ପରିଣତ ହୋଇଗଲା ଓ ସେ ଜଙ୍ଗଲର ସବୁଠୁ ବଡ଼ ଧନୀ ହୋଇଗଲା। ତା ପାଖରେ ସୁନା ରୂପା ଗହଣାର ଅଭାବ ରହିଲାନି। ଏମିତି କିଛି ଦିନ ବିତିଗଲା। ଥରେ ବଗ ସୁନ୍ଦରୀ କାଉ ଧନୀ ହୋଇଯିବା ଶୁଣି ସେ ତା ପୁଅର ପ୍ରସ୍ତାବ ନେଇ ପୁଣି ଥରେ ସୁନ୍ଦରୀ କାଉ ଘରକୁ ଗଲା। ହେଲେ ସେଦିନ ସୁନ୍ଦରୀ କାଉ ବଗର ପ୍ରସ୍ତାବକୁ ଗ୍ରହଣ କଲା ନାହିଁ। ସେହିଦିନ ବଗ ତାର ଭୁଲ ବୁଝିପାରିଲା। ସାଙ୍ଗମାନେ ଏହି ଗପରେ
ଆପଣମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ। ସୁନ୍ଦରୀ କାଉର ବାପାଙ୍କ ନାଁ କଣ ଥିଲା? ଅପସନ ଏ ବାବନା କାଉ, ଅପସନ ବି ମଦନା କାଉ, ଅପସନ ସି କାଳୁ କାଉ ଆଉ ଅପସନ ଡି କେମ୍ପା କାଉ।